ଈଶ୍ୱର ତୁମ ଭିତରେ। ଯଦି ତୁମେ ପ୍ରତ୍ୟେକେ ତୁମର ଚୈତ୍ୟ ସତ୍ତାକୁ ଖୋଜି ପାଇବ ଏବଂ ନିଜକୁ ତା ସହିତ ସଂଯୁକ୍ତ କରିବ, ତାହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ଏହି ଚୈତ୍ୟ ସତ୍ତା ହେଉଛି ମଣିଷ ଭିତରେ ଥିବା ଈଶ୍ୱରଙ୍କର ପ୍ରତିନିଧି। ଏହା ହିଁ ତ କଥା। ତୁମେ ଏତକ ବୁଝ ଯେ ଈଶ୍ୱର ଏକ ଦୂରସ୍ଥ ବିଷୟ ନୁହନ୍ତି, ସେ ମଧ୍ୟ ଦୂରଧିଗମ୍ୟ ନୁହନ୍ତି। ଈଶ୍ୱର ତୁମ ଭିତରେ ହିଁ ଅଛନ୍ତି, କିନ୍ତୁ ତୁମେ ସେ ସମ୍ବନ୍ଧରେ ପୂର୍ଣ୍ଣ ଭାବେ ସଚେତନ ହୋଇନାହଁ। ବର୍ତ୍ତମାନ ତୁମ ମଧ୍ୟରେ ଏହା ଏକ ପ୍ରଭାବ ରୂପେ କ୍ରିୟାଶୀଳ, ପ୍ରତ୍ୟକ୍ଷ ଉପସ୍ଥିତି ରୂପେ ନୁହେଁ। କିନ୍ତୁ ତୁମେ ତାଙ୍କର ଉପସ୍ଥିତି ବିଷୟରେ ସଚେତନ ହେବ। ପ୍ରତି ମୁହୂର୍ତ୍ତରେ ତୁମେ ଯେପରି ନିଜକୁ ପଚାରିପାରିବ, ଈଶ୍ୱର କିପରି ସବୁ ଦେଖୁଛନ୍ତି? ଏହା ଏହିଭଳି କଥା। ପ୍ରଥମେ ଈଶ୍ୱର କିପରି ସବୁ ଦେଖୁଛନ୍ତି ତାରି ଅନୁଭବ ତୁମେ ପାଇବ। ତାପରେ ବୁଝିପାରିବ ଯେ ଈଶ୍ୱର କ'ଣ କିପରି ଇଚ୍ଛା କରୁଛନ୍ତି। ଶେଷରେ ତୁମେ ବୁଝିପାରିବ ଯେ ଈଶ୍ୱର କିପରି କାର୍ଯ୍ୟ କରୁଛନ୍ତି। କିନ୍ତୁ ଏତକ ଜାଣିବା ପାଇଁ ତୁମକୁ ଅଗମ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଠିକ୍ ଏଇଠାରେ ହିଁ ଜାଣିବ। କିନ୍ତୁ ତୁମର ବର୍ତ୍ତମାନ କ'ଣ ହୋଇଛି ନା, ତୁମର ସମସ୍ତ ପୁରାତନ ଅଭ୍ୟାସ ଏବଂ ସମସ୍ତ ସାଧାରଣ ଅଚେତନତା ତୁମ ଉପରେ ଏକ ପରଦା ପକାଇ ଦେଇଛି, ଯାହା ଫଳରେ ଆମେ ନା ଦେଖିପାରୁଛୁ ନା ଅନୁଭବ କରିପାରୁଛୁ। ତୁମକୁ ନିଶ୍ଚୟ ସେହି ପରଦାଟିକୁ ହଟାଇ ଦେବାକୁ ପଡ଼ିବ। ଅସଲ କଥାଟି ହେଲା, ତୁମକୁ ସଚେତନ ଯନ୍ତ୍ର ହେବାକୁ ପଡ଼ିବ। ସଚେତନ, ଈଶ୍ୱରଙ୍କ ସମ୍ବନ୍ଧରେ ସଚେତନ। ଆଶା କରୁଛୁ ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗେ ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।